ତିନୋଟି ସ୍ଥାନରେ ଆମେମାନେ ସବୁବେଳେ ସନ୍ତୁଷ୍ଟ ରହିବା ଉଚିତ ଏବଂ ତିନୋଟି ସ୍ଥାନରେ ଆମେମାନେ ସବୁବେଳେ ଅସନ୍ତୁଷ୍ଟ ରହିବା ଉଚିତ। ଶାସ୍ତ୍ର ବିଚାର ଦିଅନ୍ତି ସନ୍ତୋଷ ତ୍ରିଷୁ କର୍ତ୍ତବ୍ୟଃ ସ୍ୱଦାରେ ଭୋଜନେ ଧନେ ତ୍ରିଷୁ ଚୈବ ନ କର୍ତ୍ତବ୍ୟଃ ସ୍ୱାଧ୍ୟାୟ ଜପଦାନୟୋଃ ସ୍ୱାଧ୍ୟାୟ ଜପଦାନୟୋଃ। ଅର୍ଥାତ୍ ତିନୋଟି ସ୍ଥାନରେ ଆମେମାନେ ସବୁବେଳେ ସନ୍ତୁଷ୍ଟ ରହିବା, ଏହା ଆମ ପାଇଁ ମଙ୍ଗଳମୟ ହିଁ ହେବ। ପ୍ରଥମ କିଏ? ସ୍ୱଦାରେ ନିଜର ଧର୍ମପତ୍ନୀଙ୍କ ଠାରେ ସବୁବେଳେ ଆମେ ସନ୍ତୁଷ୍ଟ ରହିବା ଉଚିତ। ତାଙ୍କଠାରେ ଥିବା ଗୁଣ ଏବଂ ଅବଗୁଣକୁ ଆମେ ଆଦରି ନେଇ ତାଙ୍କ ସହିତ ଆମେ ସବୁବେଳେ ସନ୍ତୁଷ୍ଟରେ ବାସ କରିବା ଉଚିତ ଏବଂ ଏହା ହିଁ ଆମ ପାଇଁ ମଙ୍ଗଳମୟ ହେବ। ଯଦି ଆମେମାନେ ଅନ୍ୟ ପତିଙ୍କ ପ୍ରତି ଅନ୍ୟ ନାରୀଙ୍କ ପ୍ରତି ଆକର୍ଷିତ ହେବା ତେବେ ହେଲେ ତାହା ଆମର ପତନର କାରଣ ହେବ। ତେଣୁ ପଣ୍ଡିତମାନେ ବିଚାର ଦିଅନ୍ତି ଯେ ମାତୃବତ୍ ପରଦାରେଷୁ ଅନ୍ୟ ପତ୍ନୀଙ୍କ ପ୍ରତି ଅନ୍ୟ ନାରୀଙ୍କ ପ୍ରତି ଆମେମାନେ ମାଙ୍କ ଭଳି ଜ୍ଞାନ ଆଚରଣ କରିବା ଉଚିତ, ମାଙ୍କ ଭଳି ବ୍ୟବହାର କରିବା ଉଚିତ ଏବଂ ନିଜର ଧର୍ମପତ୍ନୀଙ୍କ ଠାରେ ସବୁବେଳେ ସନ୍ତୁଷ୍ଟ ରହିବା ଉଚିତ। ଦ୍ୱିତୀୟ କଥା ହେଲା ଭୋଜନେ ଏବଂ ଆମ ଘରେ ଯାହା ବି କିଛି ଖାଦ୍ୟ ପ୍ରସ୍ତୁତ ହେଉଛି, ମା ବା ଧର୍ମପତ୍ନୀ ଯାହା ବି କିଛି ଘରେ ରୋଷେଇ କରୁଛନ୍ତି ତାହାକୁ ଆମେ ଆଦରରେ ଗ୍ରହଣ କରିବା ଉଚିତ, ଆନନ୍ଦର ସହିତ ଭୋଜନ ଗ୍ରହଣ କରିବା ଉଚିତ। ଏହା ହିଁ ଆମ ସନ୍ତୁଷ୍ଟର କାରଣ ହେବ ଏବଂ ଏହି ଭୋଜନ ପ୍ରତି ଆମମାନେ ସବୁବେଳେ ସନ୍ତୁଷ୍ଟ ରହିବା ଉଚିତ। ତୃତୀୟ କଥା ହେଲା ଧନେ। ଆମ ପାଖରେ ଆମେ ଯେତିକି ଧନ ଅର୍ଜନ କରିଛେ, ଆମ ପାଖରେ ଯେତିକି ସତ୍ ଉପାୟରେ ଆମେ ଯେତିକି ଧନ ସବୁ ଅର୍ଜନ କରିଛେ, ତ ସେହି ଧନରେ ଆମେମାନେ ସନ୍ତୁଷ୍ଟ ରହିବା ଉଚିତ। ଅନ୍ୟର ଦ୍ରବ୍ୟ ପ୍ରତି ଆମେମାନେ ଆକର୍ଷିତ ହେବା ଅନୁଚିତ। ତ ଅନ୍ୟ ପାଖରେ ଥିବା ଧନ ସମ୍ପତ୍ତିକୁ ଆମେମାନେ ଲୋଷ୍ଟ୍ରବତ୍ ପଥର ସଦୃଶ ଅଦରକାରୀ ମନେ କରିବା ଉଚିତ, କାରଣ ତାହା ସେ ଧନରେ ଆମର କୌଣସି ଆବାହନ ନାହିଁ କି ବିସର୍ଜନ ନାହିଁ। ଆମ ପାଖରେ ଯେତିକି ଧନ ଅଛି ବା ସେତିକିରେ ଆନନ୍ଦରେ ହିଁ ରହିବା ଉଚିତ। ତ ଏହି ତିନୋଟି ସ୍ଥାନ ପ୍ରତି ଆମମାନେ ସନ୍ତୁଷ୍ଟ ରହିବା। କ'ଣ କ'ଣ? ନା ସ୍ୱଦାରେ ନିଜ ପତ୍ନୀଙ୍କ ଠାରେ, ଦ୍ୱିତୀୟ କଥା ହେଲା ଭୋଜନେ ଆଉ ଭୋଜନରେ, ତୃତୀୟ କଥା ହେଲା ଧନେ। ଆମ ପାଖରେ ଥିବା ଯେତିକି ଧନ ସବୁ ରହିଛି ସେଥିପ୍ରତି ଆମେ ସନ୍ତୁଷ୍ଟ ରହିବା ଉଚିତ। ଏବଂ କେଉଁ ତିନୋଟି ସ୍ଥାନରେ ଆମମାନେ ସବୁବେଳେ ଅସନ୍ତୁଷ୍ଟ ରହିବା? ନା ତ୍ରିଷୁ ଚୈବ ନ କର୍ତ୍ତବ୍ୟଃ ସ୍ୱାଧ୍ୟାୟ ଜପଦାନୟୋଃ। ତିନୋଟି ସ୍ଥାନ ପ୍ରତି ଅସନ୍ତୁଷ୍ଟ ରହିବା। କ'ଣ? ନା ସ୍ୱାଧ୍ୟାୟ, ଯେତିକି ଆମେ ପଢ଼ୁଛେ, ଆମେ ଯେତିକି ସବୁ ବିଦ୍ୟା ଅର୍ଜନ କରିଛେ, କେବେ ହେଲେ ଆମେ ଭାବିବାନି ଯେ ନାଇଁ ମୁଁ ଢେରେ ପାଠ ପଢ଼ିଦେଲି, ଆଉ ପାଠ ଦୁନିଆରେ ନାହିଁ, କି ଆଉ ମୁଁ ପାଠ ପଢ଼ିବି ନାହିଁ, ବହୁତ ପାଠ ପଢ଼ିଦେଲି। ନାଇଁ, ସେମିତି ଆମେ କେବେ ଚିନ୍ତା କରିବାନି। ବିଦ୍ୟା ପ୍ରତି ସବୁବେଳେ ଅସନ୍ତୁଷ୍ଟ ରହିବା। ଆମେ ଯେତେ ପଢ଼ିଲେ ବି ଭାବିବା ଯେ ନାଇଁ ମୁଁ ଆଉ ଟିକେ ପଢ଼ିଥାନ୍ତି, ଆଉ ଟିକେ ପଢ଼ିଲେ ଭଲ। ଯେତିକି ଆମେ ପଢ଼ିବା ଆମେ ସେତିକି ଅଜ୍ଞାନତା ରୂପକ ଅନ୍ଧକାରରୁ ଆମେ ଆଲୋକ ଆଡ଼ିକି ଗତି କରିପାରିବା। ତ ଆମେମାନେ ଜ୍ଞାନାଲୋକ ପ୍ରାପ୍ତ କରିପାରିବା। ତ ସବୁବେଳେ ଆମେ ଅଧିକ ପଢ଼ିବା ପ୍ରତି ଧ୍ୟାନ ଦେବା ଉଚିତ। ତ ପାଠ ପଢ଼ିବାରେ କେବେ ହେଲେ ସନ୍ତୁଷ୍ଟ ହେବା ନାହିଁ। କାହିଁକି ନା ଅନନ୍ତ ଶାସ୍ତ୍ରಂ ବହୁଳାଶ୍ଚ ବିଦ୍ୟା ସ୍ୱଳ୍ପଶ୍ଚ କାଳୋ ବହୁବିଘ୍ନତା ଚ। ଶାସ୍ତ୍ର ହେଉଛନ୍ତି ଅନନ୍ତ ଶାସ୍ତ୍ରಂ ବହୁଳାଶ୍ଚ ବିଦ୍ୟା। କିନ୍ତୁ ଆମ ପାଖରେ ଯେତିକି ସମୟ ରହିଛି, ଆମେ ଯେତିକି ବର୍ଷ ବଞ୍ଚିବା ବା ଜୀବନ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯେତିକି ବୟସ ରହିଲା, ତ ସେ ବୟସ ଆମ ପାଇଁ ଯଥେଷ୍ଟ ନୁହଁ ବିଦ୍ୟା ଅର୍ଜନ କରିବା ପାଇଁ, ଜ୍ଞାନ ଆହରଣ କରିବା ପାଇଁ। ତ ଅନନ୍ତ ଶାସ୍ତ୍ରಂ ବହୁଳାଶ୍ଚ ବିଦ୍ୟା, ଶାସ୍ତ୍ର ଅନନ୍ତ, ବିଦ୍ୟା ମଧ୍ୟ ଅନନ୍ତ। ବହୁତ ବିଦ୍ୟା ଅଛନ୍ତି। ସପ୍ତଶତୀ ଚଣ୍ଡୀରେ କୁହାଯାଇଛନ୍ତି 14 ପ୍ରକାର ବିଦ୍ୟା ଅଛନ୍ତି। ତ ବିଦ୍ୟା ମଧ୍ୟ ଅନନ୍ତ ଶାସ୍ତ୍ର ବହୁଳାଶ୍ଚ ବିଦ୍ୟା, କିନ୍ତୁ ସମୟ ସ୍ୱଳ୍ପଶ୍ଚ କାଳୋ। ତ ଯେତିକି ସମୟ ଆମ ପାଖରେ ରହିଲା, ତ ବହୁ ବିଘ୍ନତା ଚ। ତ ସେଇ ଭିତରେ ମଧ୍ୟ ଅନେକ ବିଘ୍ନ ରହିଲା, ବାଧା ରହିଲା। କେତେବେଳେ ଆମେ ମାନସିକ ଭାବରେ ଚିନ୍ତାଗ୍ରସ୍ତ ହୋଇ ପଡ଼ୁଛେ, କେତେବେଳେ ଆମକୁ ରୋଗ ଆକ୍ରାନ୍ତ କରୁଛି, ତ କେତେବେଳେ ଆମେ ବିଭିନ୍ନ ବିପଦର ଦୁର୍ଘଟଣାର ସମ୍ମୁଖୀନ ହେଉଛେ। ତ ଏଇ ଦୁର୍ଘଟଣା ଯୋଗୁଁ ବା ଏଇ ସମସ୍ୟା ଯୋଗୁଁ ଆମମାନଙ୍କର ସମୟ ମଧ୍ୟ ସେଥିରେ ପଳାଉଛି। ତ ବିଦ୍ୟା ଅଧ୍ୟୟନ ଆମେ କରିପାରୁନାହିଁ। ତ କହିବାର ତାତ୍ପର୍ଯ୍ୟ, ଆମମାନେ ସମସ୍ତେ ଏଇ ସାର ସଦୃଶ ବିଦ୍ୟାକୁ ଆମେ ଗ୍ରହଣ କରିବା ଉଚିତ ଏବଂ ବିଦ୍ୟା ପ୍ରତି ଆମମାନେ ସବୁବେଳେ ଅସନ୍ତୁଷ୍ଟ ରହିବା ଉଚିତ। ଆଉ ଜପ, ଆମେ
ଯେତିକି ଜପ କରୁଛେ କେବେ ଭାବିବେନି ଯେ ନାଇଁ ଢେରେ ଜପ ହେଇଗଲା ଆଉ ଭଗବାନଙ୍କର ନାଁ ଜପ କରିବାର ଆବଶ୍ୟକତା ନାହିଁ, ସମ୍ପୂର୍ଣ୍ଣ ହେଇଗଲା ମୋତେ ଆଉ ଜପ କରିବାକୁ ପଡ଼ିବ ନାହିଁ, ଏଭଳି କେବେ ହେଲେ ଭାବିବା ନାହିଁ। ଜପ ପ୍ରତି ମଧ୍ୟ ଆମେ ଅସନ୍ତୁଷ୍ଟ ରହିବା ଉଚିତ। ଯେତେ ପାରିବା ଅଧିକରୁ ଅଧିକ ସମୟ କାଢ଼ି ଭଗବାନଙ୍କର ଜପ କରିବା ଉଚିତ। ଆଉ ଦାନୟୋଃ, ଆମେ ଯେତିକି ଦାନ ଦେଉଛେ ସେ ଦାନରେ କେବେ ବି ସନ୍ତୁଷ୍ଟ ହେବା ନାହିଁ। ଥରେ ମୁଁ ଦେଖିଛି ଯେ ଗୋଟିଏ ଲୋକ ଗୋଟିଏ ଜାଗାକୁ ଗୋଟେ ଫ୍ୟାନ୍ଟିଏ ଦାନ ଦେଇଥିଲା, ଗୋଟେ ପଙ୍ଖାଟିଏ ଦେଇଥିଲା। ସେଇ ପଙ୍ଖାର ଯେଉଁ 3ଟା ପତା ରହିଛି ସେ 3ଟା ପତାରେ 3 ପୁରୁଷ ନାଁ ଲେଖିଦେଇଛି। ଚିନ୍ତା କରନ୍ତୁ, ତ ଏମିତି ଦାନ କରିବାରେ ଆଗ୍ରହ। ଆମେ ଦାନ ଦିଅନ୍ତୁ, ଦାନ କରିବାରେ ଦେଖେଇବାର ଆବଶ୍ୟକତା ନାହିଁ। ଦାନ ଦିଅନ୍ତୁ, ଭଗବାନ ସର୍ବାନ୍ତର୍ଯାମୀ, ସେ ଜାଣିବେ, ସବୁକିଛି ଜାଣିପାରିବେ। ତ ଏଇ ଦାନରେ ଆମେ ସନ୍ତୁଷ୍ଟ ହେବା ନାହିଁ। ତ ସଜନ ସମୁଦାୟ, ଯଦି ଆମେମାନେ ଏଇ ନୀତି ଶ୍ଲୋକକୁ ଆମ ଜୀବନରେ ଆପଣେଇବା, ଗ୍ରହଣ କରିବା, ଜୀବନରେ ଉତାରିବା, ତାହେଲେ ଆମେମାନେ ସମସ୍ତେ ନିଶ୍ଚିତ ଭାବରେ ଶାନ୍ତିରେ ରହିପାରିବା, ଏଥିରେ ଦ୍ୱିମତ ନାହିଁ। ଜୟ ଶ୍ରୀ ସୀତାରାମ।